ଅଜବ ଅଜବ ଗପ ତାର ଶୁଣିବେ ଆପଣ ହସି ହସି ଗଡ଼ିବେ। ତାର ଇଏ ହେଉଛି ଗୋଟେ କହିଲି ମୁଁ କାହ୍ନା ଭାଇ କଥା ଗୋଟେ ହୋଟେଲକୁ ଥରେ ଯାଇଥିଲା ଆମ ଘର ପାଖରେ ସେଠି ଗୋଟେ ହୋଟେଲ ଅଛି। ମୁଁ ଯାଇକି ଫାଷ୍ଟ ହୋଟେଲରେ ସେଦିନ ମୋର ଗୋଟେ ଶୁକ୍ରବାରିଆ ଥିଲା ନା କ'ଣ ଗୋଟେ ଥିଲା ମୁଁ ସେଦିନ ଆଇଁଷ ଖାଇବା କଥା ନୁହେଁ। ମୁଁ ତାକୁ ଯାଇକି ପଚାରିଲି ଭାଇ ବିନା ପିଆଜ ରସୁଣରେ କ'ଣ ଅଛି? କହିଲା ଅଣ୍ଡା ପଚ ଖାଇଦିଅ ପିଆଜ ରସୁଣ ନାହିଁ। ମୁଁ କହିଲି ଗୋଟେ ଅଭଦ୍ର ଭଳିଆ କଥାବାର୍ତ୍ତା କହୁଛ। କହିଲା ଏଇଟା ପରା କହୁଛ ବିନା ପିଆଜ ରସୁଣ ଅଣ୍ଡା ପଚରେ ବିନା ପିଆଜ ରସୁଣ ପଡ଼େ। ମୁଁ କହିଲି ହଉ ଠିକ୍ ଅଛି ମୁଁ ସାଦା ଖାଇବି। ନା ଯାଉ ବସ ଜଷ୍ଟ ଖାଇଛି। ମୁଁ ସେ ମ୍ୟାନେଜରକୁ ଡାକି କହିଲି ଆଜ୍ଞା ନା ଆପଣ ହୋଟେଲ ଭାରି ପରିଷ୍କାର ପରିଚ୍ଛନ୍ନ ରଖିଛନ୍ତି। କେମିତି ଜାଣିଲେ? ମୁଁ ତରକାରୀରୁ ସାବୁନ ବାହାରୁଛି। କହିଲା କ'ଣ ମଗେଇଛ? ମୁଁ କହିଲି ବରା 4ଟା ଆଉ ଇଏ ନା ଚପ୍ 4ଟା ଆଉ ଗୁଗୁନି ମଗେଇଥିଲି। ଖାଇଦିଅନ୍ତୁ ଆଜ୍ଞା ଖାଇଦିଅନ୍ତୁ। ସେ ସାବୁନଟା ବାହାର କରିଦେଇ ଆଉ ଟିକେ ତରକାରୀ ଆଣିକି ଦେ। ସେ ମୋତେ ତରକାରୀ ଆଣିଦେଲା। ଫାଷ୍ଟ ଚପ୍ଟା ଭାଙ୍ଗି ଦେଇଛି ଗୋଟେ ବାଳ ବାହାରିଲା ଚୁଟି। ମୁଁ ପକେଇଦେଲି। ଆଉ ଗୋଟେ ଭାଙ୍ଗିଲି କାଳେ ମିଷ୍ଟେକଲି ରହିଯାଇଥିବ। ଆଉ ଗୋଟେ ଭାଙ୍ଗିଦେଲି ତା ଭିତରୁ 2ଟା ଚୁଟି ବାହାରିଲା। ମୁଁ ସେ ମ୍ୟାନେଜରକୁ ଡାକିଲି ମୁଁ ଆଇଲ ଏଗୁଡ଼ା କ'ଣ? ମୁଁ ଏଇଟା ଆଳୁ ଚପ୍ ମାଗିଛି ନା ବାଳ ଚପ୍ ମାଗିଥିଲି ତୁମକୁ? ଏଗୁଡ଼ା କ'ଣ ତା ଭିତରୁ ବାହାରୁଛି? କହିଲା ଆଜ୍ଞା ହେଇଥିବ ସେ ଗୋଟେ ମିଷ୍ଟେକ୍ ଆଜି ହେଇଛି। ମୁଁ କ'ଣ ମିଷ୍ଟେକ୍? କହିଲା ଆମର ଯେଉଁ ମିସ୍ତ୍ରୀଟି ତିଆରି କରି ଆଜ୍ଞା ସିଏ ଆଜି ନାହିଁ। ମୁଁ ତାମାନେ କହିଲା ଯିଏ ଆଳୁ ଚପ କରୁଛି ଆଜ୍ଞା ଆଜି କରିକି ଛାଣିଛି ତାରି ବାଁ ହାତଟା ଏଇ କୋହଣୀ ପାଖରୁ ନାହିଁ। ମୁଁ ତାମାନେ କ'ଣ ନା ଆଜ୍ଞା ସେଇ ଯେଉଁ ଗୋଲଟା କରିକି ଯେଉଁ ଚିପନ୍ତି ସେ ଚିପି ପାରୁନି ଏମିତି କାଖରେ ଜାକି ଦେଇକି ଛାଣି ଦେଉଛି ବେସନରେ ପକେଇ ବାଳ ପଳେଇ ଆସିଥିବ। ମୁଁ ଆଚ୍ଛା ଆଚ୍ଛା ଉଠାଅ ଏଗୁଡ଼ା। କହିଲା ଆପଣ ଖାଇଦିଅନ୍ତୁ ଆଜ୍ଞା ସେ ବାଳ ବାହାର କରିକି ନହେଲେ ବରା ଖାଇନାହାନ୍ତି ଆପଣଙ୍କ ଭାଗ୍ୟ ଭଲ। ମୁଁ ନା କାହିଁକି ନା କଣା କେମିତି କରିଥିବ। ମାନେ ଯୋଉ ଜାଗାକୁ ଯିବେ ଆଜିକା ଦିନରେ କମେଡି।